କାଲି ରାତି 12ଟା ଅଧେରେ 5 ଜଣ ଲୋକ ଆସିଲେ। ଆସିଲା ପରେ କବାଟ ଶିଙ୍କଲିକୁ କାଟି ଦେଇଛି, ତାଲା ମାରିକିନା ଭିତରେ ଶୋଇଥିଲୁ ଆମେ। କବାଟ ଶିଙ୍କଲି କାଟି ଦେଇଛି, କାଟିଦେଲା ପରେ ଭିତରେ ମୁଇଁ ଲାଟୁ କଲି ଟିକେ କି ପାଇଁ ମାନେ ଆସ ବୋଲିକିନା ପଚାରିଲି। ସେମାନେ ମୁଣ୍ଡରେ ମୋତେ ମାରିଦେଲେ, 3-4 ଜାଗା ଫାଟି ଦେଇଛି ମୁଣ୍ଡରେ, ଡେନା ଫେନା ସବୁ କାଟି ଦେଇଛି। ତାରପରେ ତାଙ୍କେମାନେ ବସାଇ ଦେଲେ ମୋତେ ସେଠି। ଏକ ଯିବି ବୋଲିକିନା କହିଲି ମୁଇଁ। ସେ ଟାଇମ୍ରେ ମିଶା ଏକ ବାଲ୍ଟିରେ କହିଲା ପରେ ଏକ କଲି ବାଲ୍ଟିରେ। ତାରପରେ ତାଙ୍କେମାନେ ସାମାନ ପତ୍ର ସବୁ ପଇସା ଥିଲା ଗାଡ଼ିରେ ଡିକିରେ, ସେଟାକୁ ଖୋଲିଲେ। 2000 ମୋବାଇଲ ଥିଲା 2ଟା, ସେ ମୋବାଇଲ ମିଶା ଧରି ଦେଇଛି। ମୋବାଇଲରେ 11,000 ଅଛି। ଆରି ମାଇକିନା ସୁନା କାନରଟା ଥିଲା, ସୁନାର ଚୁଡ଼ି ଥିଲା, ସେଇଟା ମାନେ ମିଶା ଧରିକିନା ତାଙ୍କେମାନେ ନେଇଯାଇଛି। ଗୋଟେ ପିଲା ହିନ୍ଦୀରେ କଥା ହେଉଥିଲା, 4ଟା ପିଲା ଓଡ଼ିଆରେ କଥା ହେଉଥିଲେ। ଏଇ ଘରେ ଫାଷ୍ଟ ଆମର ଘରେ ପଶିଛି, ତାରପରେ ଆମର ମା ଘରେ ପଶିକିନା ସେ କାଗଜ ପତ୍ର ସବୁ କିଛି ନେଇଯାଇଛି, ଡିକି ଫିକି ଖୋଲିକି ମୁହଁରେ ବାନ୍ଧିଥିଲା। ସେମାନେ ଯେତେବେଳେ ତମକୁ ଆକ୍ରମଣ କଲେ ତମର ଦେହରୁ ମୁଣ୍ଡରୁ ରକ୍ତ ବାହାରୁଥିଲା, ସାମ୍ନାରେ ଏକା ବସିଥିଲି। ମୋର ମୁଣ୍ଡରେ ଯେତେବେଳେ ମାରିଥିଲା ମୁଇଁ ତାଙ୍କ ସାମ୍ନାରେ ଏକା ବସିଥିଲି। ଆଉ ତାଙ୍କେମାନେ କହିଲା ଯେ ଆମେ ଯେତେବେଳେ ବାହାରବୁ 10 ମିନିଟ୍ ପରେ ଯିବୁ ହସ୍ପିଟାଲରେ ବୋଲିଲା। 10 ମିନିଟ୍ ପରେ ହସ୍ପିଟାଲରେ ଗଲି ମୁଇଁ। ସେଠି ଟ୍ରିଟମେଣ୍ଟ ଫାଷ୍ଟ କଲୁ। ଟ୍ରିଟମେଣ୍ଟ କଲା ପରେ ପୋଲିସ ବାଲାମାନେ ଆସିଥିଲେ। ପୋଲିସ ବାଲାମାନେ ଆସିକିନା ତାଙ୍କେ ବି ଏମିତି କ୍ୟାମେରା ଫ୍ୟାମେରା ଧରିକିନା ପଚାରୁଥିଲା ମୋତେ କିସ୍ ହେଇଛି ଘଟଣା ବୋଲି। ଆମ ଏଇଠିର ଲାଗାତାର 3-4 ଥର ଏମିତି ଚୋରି ଡକାତି ହେଲାନି। ଆମେ ଭୟଭୀତରେ ଅଛୁ। ଯଦି ସରକାର ତରଫରୁ ଆଇନ ହିସାବରେ ଯଦି କିଛି ଯୋଗ୍ୟ ଦେବେ ସେଟା ଆମର ଭଲ ହେବ। ଆମେ ଭୟ ଭିତରେ ଅଛୁ। ଆମର ଭଲ ଥିବ, ଆମେ ଭୟରେ ଅଛି, ଡରରେ ଅଛି। ଯଦି ଆସିବେ ସେଟା ଭଲ ହେବ। ଆଜି ଏଇ ଭିତରେ ଚୋରି ହେଇଛି, ଜଣଙ୍କୁ ମାରିକି ପଇସା ପତ୍ର ମୋବାଇଲ ଯାହା ଥିଲା ସବୁ ନେଇଗଲାନି।